ପ୍ରଥମ ସାମୁଏଲ ଅଧ୍ୟାୟ 10। ଅନନ୍ତର ସାମୁଏଲ ତୈଳପାତ୍ର ନେଇ ତାଙ୍କର ମସ୍ତକରେ ଢାଳିଲେ ଓ ତାଙ୍କୁ ଚୁମ୍ବନ କରି କହିଲେ, ସଦାପ୍ରଭୁ କି ଆପଣା ଅଧିକାର ଉପରେ ତୁମ୍ଭକୁ ଅଗ୍ରଣୀ ହେବା ପାଇଁ ଅଭିଷେକ କରିନାହାନ୍ତି? ଆଜି ତୁମ୍ଭେ ଯେତେବେଳେ ମୋହର ନିକଟରୁ ପ୍ରସ୍ଥାନ କରିବ, ସେତେବେଳେ ବିନ୍ୟାମିନର ସୀମାସ୍ଥିତ ସେଲ୍ ସହରେ ରାହେଲ କବର ନିକଟରେ 2 ପୁରୁଷଙ୍କର ସାକ୍ଷାତ ପାଇବ। ପୁଣି ସେମାନେ ତୁମ୍ଭକୁ କହିବେ, ତୁମ୍ଭେ ଯେଉଁ ଗଧମାନଙ୍କୁ ଖୋଜିବାକୁ ଯାଇଥିଲ, ସେମାନେ ମିଳିଲେ। ଆଉ ଦେଖ, ତୁମ୍ଭ ପିତା ଗଧମାନଙ୍କ ଚିନ୍ତା ଛାଡ଼ି ତୁମମାନଙ୍କ ବିଷୟରେ ଚିନ୍ତା କରି କହୁଛନ୍ତି, ମୁଁ ଆପଣା ପୁତ୍ର ପାଇଁ କଣ କରିବି? ତେବେ ତୁମ୍ଭେ ସେଠାରୁ ଆଗକୁ ଗଲେ ତାବରର ଅଲନ ବୃକ୍ଷ ନିକଟରେ ଉପସ୍ଥିତ ହେବ। ସେଠାରେ ଜଣେ 3ଟି ଛେଳି ଛୁଆ, ଆଉ ଜଣେ 3ଟି ରୋଟି, ପୁଣି ଆଉ ଜଣେ କୁମ୍ପାଏ ଦ୍ରାକ୍ଷାରସ ଘେନି ବୈଥଲକୁ ପରମେଶ୍ୱରଙ୍କ ନିକଟକୁ ଯାଉଥିବାର ଏପରି 3 ପୁରୁଷଙ୍କର ସାକ୍ଷାତ ପାଇବ। ପୁଣି ସେମାନେ ତୁମ୍ଭର ମଙ୍ଗଳ ବାର୍ତ୍ତା ପଚାରି ତୁମ୍ଭକୁ 2 ଗୋଟି ରୋଟି ଦେବେ। ତୁମ୍ଭେ ସେମାନଙ୍କ ହସ୍ତରୁ ତାହା ଗ୍ରହଣ କରିବ। ଏ ଉତ୍ତରେ ତୁମ୍ଭେ ପରମେଶ୍ୱରଙ୍କ ପର୍ବତରେ ଉପସ୍ଥିତ ହେବ। ସେଠାରେ ପଲେଷ୍ଟିୟମାନଙ୍କ ପ୍ରହରୀ ସୈନ୍ୟ ଦଳ ଅଛନ୍ତି। ଆଉ ସେଠାରେ ନଗର ପ୍ରବେଶ ସ୍ଥାନକୁ ଆସିଲେ ନେବଲ ଓ ଦାରା ଓ ବଂଶୀ ଓ ବୀଣା ନେଇ ଉଚ୍ଚସ୍ଥଳୀରୁ ଓହ୍ଲାଇ ଆସିବାର ଏକ ଦଳ ଭବିଷ୍ୟତ ବକ୍ତାଙ୍କ ସହିତ ତୁମ୍ଭର ସାକ୍ଷାତ ହେବ। ସେମାନେ ଭବିଷ୍ୟତ ବାକ୍ୟ ପ୍ରଚାର କରୁଥିବେ। ସେତେବେଳେ ସଦାପ୍ରଭୁଙ୍କ ଆତ୍ମା ତୁମ୍ଭକୁ ଆକ୍ରାନ୍ତ କରିବେ। ତହିଁରେ ତୁମ୍ଭେ ସେମାନଙ୍କ ସହିତ ଭବିଷ୍ୟତ ବାକ୍ୟ ପ୍ରଚାର କରିବ ଓ ପରିବର୍ତ୍ତିତ ହୋଇ ଅନ୍ୟ ପ୍ରକାର ଲୋକ ହୋଇଯିବ। ଏହି ସବୁ ଚିହ୍ନ ତୁମ୍ଭ ପ୍ରତି ଘଟିଲେ ତୁମ୍ଭ ଦ୍ୱାରା ଯେପରି ହେବ ସେପରି କର, କାରଣ ପରମେଶ୍ୱର ତୁମ୍ଭ ସଙ୍ଗରେ ଅଛନ୍ତି। ମାତ୍ର ତୁମ୍ଭେ ମୋର ଆଗେ ଗିଲଗଲକୁ ଯିବ। ଆଉ ଦେଖ, ମୁଁ ହୋମ ବଳି ଉତ୍ସର୍ଗ କରିବାକୁ ଓ ମଙ୍ଗଳାର୍ଥକ ବଳିଦାନ କରିବାକୁ ତୁମ୍ଭ କତିକି ଯିବି। ମୁଁ ତୁମ୍ଭ ନିକଟରେ ଉପସ୍ଥିତ ହୋଇ ତୁମ୍ଭର କର୍ତ୍ତବ୍ୟ ବିଷୟ ତୁମ୍ଭକୁ ଜ୍ଞାତ କରାଇବା ପର୍ଯ୍ୟନ୍ତ ତୁମ୍ଭେ 7 ଦିନ ବିଳମ୍ବ କରିବ। ଏଥି ଉତ୍ତାରେ ସେ ସାମୁଏଲଙ୍କ ନିକଟରୁ ଯିବା ପାଇଁ ପିଠି ଫେରାନ୍ତେ ପରମେଶ୍ୱର ତାଙ୍କର ଅନ୍ୟ ଅନ୍ତଃକରଣ କରିଦେଲେ ଓ ସେହି ଦିନ ସେ ସମସ୍ତ ଚିହ୍ନ ଘଟିଲା। ଅନନ୍ତର ସେମାନେ ସେ ସ୍ଥାନରେ ପର୍ବତରେ ଉପସ୍ଥିତ ହୁଅନ୍ତେ, ଦେଖ, ଏକ ଦଳ ଭବିଷ୍ୟତ ବକ୍ତା ତାଙ୍କୁ ଭେଟିଲେ। ପୁଣି ପରମେଶ୍ୱରଙ୍କ ଆତ୍ମା ତାଙ୍କୁ ଆକ୍ରାନ୍ତ କରନ୍ତେ ସେ ସେମାନଙ୍କ ମଧ୍ୟରେ ଭବିଷ୍ୟତ ବାକ୍ୟ ପ୍ରଚାର କରିବାକୁ ଲାଗିଲେ। ଏଥିରେ ଯେଉଁମାନେ ପୂର୍ବାବଧି ତାଙ୍କୁ ଜାଣିଥିଲେ, ସେ ସମସ୍ତେ ଯେତେବେଳେ ଦେଖିଲେ ଯେ, ଦେଖ, ସେ ଭବିଷ୍ୟତ ବକ୍ତାମାନଙ୍କ ମଧ୍ୟରେ ଭବିଷ୍ୟତ ବାକ୍ୟ ପ୍ରଚାର କରୁଅଛନ୍ତି, ସେତେବେଳେ ଲୋକମାନେ ପରସ୍ପର କହିଲେ, କିସ୍ର ପୁତ୍ର ପ୍ରତି କଣ ଘଟିଲା? ସାଉଲ ହିଁ କି ଭବିଷ୍ୟତ ବକ୍ତାମାନଙ୍କ ମଧ୍ୟରେ ଜଣେ? ତହିଁରେ ସେହି ସ୍ଥାନର ଜଣେ ଉତ୍ତର କରି କହିଲା, ଆଚ୍ଛା, ସେମାନଙ୍କର ପିତା କିଏ? ଇଏତୁ ସାଉଲ କି ଭବିଷ୍ୟତ ବକ୍ତାମାନଙ୍କ ମଧ୍ୟରେ ଜଣେ, ଏହି କଥା ଏକ ପ୍ରବାଦ ହୋଇ ଉଠିଲା। ତୁ ସେ ଭବିଷ୍ୟତ ବାକ୍ୟ ପ୍ରଚାର କରିବା ସମାପ୍ତ କଲା ଉତ୍ତାରେ ଉଚ୍ଚସ୍ଥଳୀକି ଗଲେ। ଅନନ୍ତର ସାଉଲଙ୍କର ପିତୃବ୍ୟ ତାଙ୍କୁ ଓ ତାଙ୍କର ଯୁବାଙ୍କୁ ପଚାରିଲେ, ତୁମେମାନେ କେଉଁଠାକୁ ଯାଇଥିଲ? ସେ କହିଲେ, ଗଧ ଖୋଜିବା ପାଇଁ। ମାତ୍ର ସେମାନେ ମିଳିଲେ ନାହିଁ ବୋଲି ଦେଖି ଆମ୍ଭେମାନେ ସାମୁଏଲଙ୍କ ନିକଟକୁ ଆସିଲୁ। ଏଥିରେ ସାଉଲଙ୍କର ପିତୃବ୍ୟ କହିଲେ, ମୁଁ ନିବେଦନ କରୁଅଛି, ସାମୁଏଲ ତୁମମାନଙ୍କୁ କଣ କହିଲେ ମତେ କୁହ। ତହିଁରେ ସାଉଲ ଆପଣା ପିତୃବ୍ୟଙ୍କୁ କହିଲେ, ଗଧ ସବୁ ମିଳିଲେ ବୋଲି ସେ ଆମ୍ଭମାନଙ୍କୁ ସ୍ପଷ୍ଟ ରୂପେ କହିଲେ। ମାତ୍ର ରାଜତ୍ୱର ଯେଉଁ କଥା ସାମୁଏଲ କହିଥିଲେ, ତାହା ସେ ତାଙ୍କୁ ଜଣାଇଲେ ନାହିଁ। ଅନନ୍ତର ସାମୁଏଲ ଲୋକମାନଙ୍କୁ ମିସ୍ପିରେ ସଦାପ୍ରଭୁଙ୍କ ନିକଟକୁ ଏକତ୍ର ଡକାଇଲେ ଓ ସେ ଇସ୍ରାଏଲ ସନ୍ତାନମାନଙ୍କୁ କହିଲେ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ଆମ୍ଭେ ଇସ୍ରାଏଲକୁ ମିଶ୍ରରୁ ବାହାର କରି ଆଣିଲୁ ଓ ଆମ୍ଭେ ମିଶ୍ରୀୟମାନଙ୍କ ହସ୍ତରୁ ଓ ଯେ ସକଳ ରାଜ୍ୟର ଲୋକମାନେ ତୁମମାନଙ୍କ ପ୍ରତି ଉପଦ୍ରବ କଲେ, ସେମାନଙ୍କ ହସ୍ତରୁ ତୁମମାନଙ୍କୁ ଉଦ୍ଧାର କଲୁ। ମାତ୍ର ତୁମମାନଙ୍କର ଯେଉଁ ପରମେଶ୍ୱର ଆପେ ତୁମମାନଙ୍କର ସମସ୍ତ ଅମଙ୍ଗଳ ଓ କ୍ଲେଶରୁ ତୁମମାନଙ୍କୁ ଉଦ୍ଧାର କରନ୍ତି, ତୁମମାନେ ଆଜି ତାହାଙ୍କୁ ଅଗ୍ରାହ୍ୟ କଲ ଓ ତାହାଙ୍କୁ କହିଲ, ଯାହା ହେଉ, ଆମ୍ଭମାନଙ୍କ ଉପରେ ଏକ ରାଜା ନିଯୁକ୍ତ କର। ଯେହେତୁ ତୁମେମାନେ ଏବେ ଆପଣା ଆପଣା ବଂଶାନୁସାରେ ଓ ସହସ୍ର ସହସ୍ର ଅନୁସାରେ ସଦାପ୍ରଭୁଙ୍କ ସାକ୍ଷାତରେ ଉପସ୍ଥିତ ହୁଅ। ଏ ଉତ୍ତାରେ ସାମୁଏଲ ଇସ୍ରାଏଲର ସମସ୍ତ ବଂଶକୁ ନିକଟକୁ ଅଣାନ୍ତେ ବିନ୍ୟାମିନ ବଂଶ ନିର୍ଣ୍ଣିତ ହେଲା। ପୁଣି ସେ ବିନ୍ୟାମିନ ବଂଶକୁ ଏକ ଏକ ଗୋଷ୍ଠୀ ଅନୁସାରେ ନିକଟକୁ ଅଣାନ୍ତେ ମଟ୍ରେର ଗୋଷ୍ଠୀ ନିର୍ଣ୍ଣିତ ହେଲା ଓ ତହିଁ ମଧ୍ୟରୁ କିସ୍ର ପୁତ୍ର ସାଉଲ ନିର୍ଣ୍ଣିତ ହେଲେ। ମାତ୍ର ସେମାନେ ତାଙ୍କୁ ଖୋଜନ୍ତେ ସେ ମିଳିଲେ ନାହିଁ। ଏ ନିମନ୍ତେ ସେମାନେ ପୁନର୍ବାର ସଦାପ୍ରଭୁଙ୍କୁ ପଚାରିଲେ,
कि आउ कौनसी लोक एठाकु आसिबार अछि? तैरे सदाप्रभु उत्तर कले, देख से सामग्री मध्यरे आपणकु लुचाई अछि। तहु सेमाने दौड़ी जाई सेठारु तांकु आनिले। पुणी से लोकमानक मध्यरे छिड़ा हुअन्ते अन्य सकल लोकଙ୍କ अपेक्षा स्कंधरु ऊर्ध्वकु उच्च हेले। एथिरे सामुएल समग्र लोकଙ୍କୁ कहिले, सदाप्रभु जाहाकु मनोनीत करियछन्ति तुहेमाने कि तांकु देखुछ? समस्त लोकଙ୍କ मध्यरे तांक परि केही नाही। तहिरे समस्त लोक जयध्वनि करी कहिले, राजा चिरजीवी होउन्तु। एथि उतारे सामुएल लोकमानकु राजनीति जणाइले ओ ताहा खंडे पुस्तकरे लिखि सदाप्रभुଙ୍କ सम्मुखरे रखिले। तहु सामुएल लोकमानकर प्रत्येकକୁ आपणा आपणा गृहକୁ विदाय कले। पुणी साउल मध्य आपणा गृह गिबियाकु गले। आ परमेश्वर जोउमानकर हृदय स्पर्श कले, एपरि विक्रमशाली लोकमाने तांक सहित गमन कले। मात्र केतक पापाधम संतान कहिले, एइटा किपरि आमମାନଙ୍କୁ उद्धार करिवो? आउ सेमाने तांकु तुच्छ ज्ञान करी किछि दर्शनी आनिले नाही, मात्र से मौन होई रहिले।